हाय ପିଲାମାନେ ଆମେମାନେ ପୂର୍ବ ଭିଡ଼ିଓରେ ଆଲୋଚନା କରୁଥିଲେ ହିଷ୍ଟ୍ରି ସମ୍ପର୍କରେ ଯେଉଁମାନେ ସେଗୁଡ଼ିକ ଦେଖିନାହଁ ସେଗୁଡ଼ିକ ଯାଇକି ଦେଖିନେବ ଏବଂ ମୁଁ କିଛି ଦେଖାଇବା ପାଇଁ ଚାହିଁବି। ତ ଆମେ ଫାର୍ଷ୍ଟ କ୍ଲାସ୍ରୁ ଆରମ୍ଭ କରିବା। ତ ଫାର୍ଷ୍ଟ କ୍ଲାସ୍ ଫାର୍ଷ୍ଟ ଚାପ୍ଟର ଫୁଲ୍ କଭରେଜ୍ କରିବା ପାଇଁ ଚେଷ୍ଟା କରିବା। ତ ପାର୍ଟ 1 ପାର୍ଟ 2 ପାର୍ଟ 3 ପାର୍ଟ 4 ବୋଲି ଆଣିବା ଏବଂ ପରବର୍ତ୍ତୀ ସମୟରେ କ'ଣ କରିବା ନା ସବୁକୁ ଗୋଟିଏ ଭିଡ଼ିଓରେ କମ୍ବାଇନ୍ କରିକି ଫୁଲ୍ ଚାପ୍ଟର ବୋଲି ଆରମ୍ଭ କରିବା। ତ 20 ମିନିଟ୍ର ଭିଡ଼ିଓ କରିବା ମୋତେ ହଁ। ତ ଗଣତନ୍ତ୍ର ସମ୍ପର୍କରେ ଜାଣିବା ସମସ୍ତେ ତମେମାନେ ଜାଣିଥିବ ଗଣତନ୍ତ୍ର ସମ୍ପର୍କରେ ଏକଣ୍ଟେଡ଼ ହେଇଥିବ। ତା ପୂର୍ବରୁ ମୁଁ କିଛି ଦେଖାଇବା ପାଇଁ ଚାହୁଁଛି। ଏହା ହେଲା ମୋର ସାର୍ଟିଫିକେଟ୍। ତ ମୁଁ ପଲିଟିକାଲ୍ ତଥା ହିଷ୍ଟ୍ରି ତଥା MIL ଅପସନାଲ୍ ଓଡ଼ିଆରେ ଗ୍ୟାରେଣ୍ଟି ଦେଇକି କହିବି ଯେ ତମେମାନେ ସିଓର୍ ସଟ୍ 90+ ସ୍କୋର୍ କରିପାରିବ। ତାପରେ ହିଷ୍ଟ୍ରି ପଲିଟି MIL ଓଡ଼ିଆ ଅପସନାଲ୍ ଓଡ଼ିଆ ଏ ଚାରୋଟି ସବଜେକ୍ଟ ମୁଁ ନିଜେ ଚାପ୍ଟର ୱାଇଜ୍ ପଢ଼େଇବି ତଥା ସବଜେକ୍ଟ ୱାଇଜ୍ ପଢ଼ାଇବି। ତ ମୋର ସ୍କୋର୍ ଥିଲା ଦେଖିପାରିବ 85, 92 ଏବଂ 92 ଏବଂ 91। ତ ଏଇ ଚାରୋଟି ସବଜେକ୍ଟ ମୁଁ ଯେହେତୁ ମୁଁ ଓଡ଼ିଆ ସବଜେକ୍ଟ ଅନର୍ସ କରୁଛି ତେଣୁ ମୁଁ ଓଡ଼ିଆକୁ ହିଁ ସବଜେକ୍ଟ ପ୍ରଥମେ ପ୍ରିଫର୍ କରିବି। ଓଡ଼ିଆରେ ନିଶ୍ଚିତ ଭାବରେ ତୁମେମାନେ 90+ ରଖିବ ସେଭଳି ଭାବରେ ମୁଁ ସବୁ ଟ୍ରିକ୍ସ ଟିପ୍ସ ଗୁଡ଼ିକ ଦେଇଦେବି। ତ ପ୍ରଥମେ ହେଲା ଆମେ ଦେଖିବା ଯେ କ'ଣ ରହିଛି। ତ ଗଣତନ୍ତ୍ର ସହ ସମସ୍ତେ ଏକ୍ୱାଣ୍ଟେଡ୍ ଥିବ ବା ପରିଚିତ ଥିବ। ତ ଆମର ଫାର୍ଷ୍ଟ ଚାପ୍ଟରଟି କ'ଣ ହେଲା, ତୁମେମାନେ ଯଦି ସିଲାବସ୍ ଭିଡ଼ିଓ ଦେଖିନ ତୁମେ ଯାଇକି ପ୍ରଥମେ ସିଲାବସ୍ ଭିଡ଼ିଓ ଗୁଡ଼ିକ ଦେଖିନିଅ। ତ ସେଥିରେ କ'ଣ ରହିଛି। ତ ଭାରତୀୟ ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରତି ଆହ୍ୱାନ ଡେମୋସ୍ ଏବଂ କ୍ରାଟସ୍ ଦୁଇଟି ୱାର୍ଡ଼ ଡେମୋସ୍ କ୍ରାଟସ୍ ବା କ୍ରାଟିଆ ଦୁଇଟି ୱାର୍ଡ଼ରୁ ଆସିଛି। ପ୍ରଥମେ ତୁମକୁ 2 ମାର୍କର କ୍ୱେଶ୍ଚିନ୍ ପଡ଼ିବ ଯେ ଗଣତନ୍ତ୍ର କହିଲେ କ'ଣ ବୁଝ। ତ ସେଥିରେ ତୁମେ ଲେଖିବ ଗଣତନ୍ତ୍ର ଦୁଇଟି ଶବ୍ଦରୁ ଆସିଛି ଗ୍ରୀକ୍ ୱାର୍ଡ଼ ଡେମୋସ୍ ଆଣ୍ଡ କ୍ରାଟସ୍। ଡେମୋସ୍ର ଅର୍ଥ ହେଲା ଜନସାଧାରଣ ଏବଂ କ୍ରାଟସ୍ ବା କ୍ରାଟିର ଅର୍ଥ ହେଲା ଲୋକ କ୍ଷମତା। ଅର୍ଥାତ୍ ଗଣତନ୍ତ୍ର କହିଲେ ଆମେ କ'ଣ ବୁଝିବା, ଲୋକ ଶାସନ ଉପରେ ପର୍ଯ୍ୟବେସିତ ଶାସନ ବ୍ୟବସ୍ଥାକୁ ଆମେ ଗଣତନ୍ତ୍ର ବୋଲି କହିବା। ଲୋକ ଶାସନ ଉପରେ ପର୍ଯ୍ୟବେସିତ ଶାସନ ବ୍ୟବସ୍ଥାକୁ ଆମେ ଗଣତନ୍ତ୍ର ବୋଲି କହିବା। ଲୋକ ଶାସନ ଉପରେ ପର୍ଯ୍ୟବେସିତ ଶାସନ ବ୍ୟବସ୍ଥାକୁ ଆମେ ଗଣତନ୍ତ୍ର ବୋଲି କହିବା। ଲୋକ ଶାସନ ଉପରେ ପର୍ଯ୍ୟବେସିତ ଶାସନ ବ୍ୟବସ୍ଥା। ତାପରେ ଆସିଲା ଭାରତୀୟ ଗଣତନ୍ତ୍ରକୁ ଇତିହାସର ଜନକ ହେରୋଡୋଟସ୍ ପ୍ରଥମେ ବ୍ୟବହାର କରିଥିଲେ। ଗଣତନ୍ତ୍ରକୁ ପ୍ରଥମେ ହେରୋଡୋଟସ୍ ବ୍ୟବହାର କରିଥିଲେ ଏବଂ ଫାଦର ଅଫ୍ ପଲିଟିକ୍ସ ବୋଲି କାହାକୁ କୁହାଯାଏ ବା ରାଜନୀତି ବିଜ୍ଞାନର ଜନକ କିଏ, ଆରିଷ୍ଟଟଲ। ଗଣତନ୍ତ୍ର ଏପରି ଏକ ଧାରଣା ଯାହାକି ରାଜନୈତିକ ଧାରଣା। ପୁଣି ଆଧୁନିକ ବ୍ୟବସ୍ଥାରେ ଗଣତନ୍ତ୍ର ଗୋଟେ ଲୋକପ୍ରିୟ ଜନପ୍ରିୟ ବ୍ୟବସ୍ଥା ରୂପେ ପରିଚିତ। ପୃଥିବୀର ପ୍ରାୟ ସମସ୍ତ ରାଷ୍ଟ୍ର ଗଣତନ୍ତ୍ରୀୟ ବ୍ୟବସ୍ଥାକୁ ଗ୍ରହଣ କରିଥିଲେ। ଗଣତନ୍ତ୍ର ଏକଛତ୍ରବାଦ ବ୍ୟବସ୍ଥାକୁ ବିରୁଦ୍ଧରେ ଏକ ପ୍ରତିକ୍ରିୟା କହିଲେ ଅତ୍ୟୁକ୍ତି ହେବ ନାହିଁ। ଗଣତନ୍ତ୍ର ଯଦି ଗୋଟିଏ ଲୋକପ୍ରିୟ ବ୍ୟବସ୍ଥା ତଥାପି ଏହା ମଧ୍ୟରେ ଅନେକ ଜଟିଳତା ଅଛି। ଗଣତନ୍ତ୍ରକୁ ପ୍ରଥମେ ହେରୋଡୋଟସ୍ ବ୍ୟବହାର କରିଥିଲେ। ଆଧୁନିକ ଜଗତରେ 1688ରେ ଇଂଲଣ୍ଡରେ କ'ଣ ହେଇଥିଲା, ପ୍ୟୁରିଟାନ୍ ଆନ୍ଦୋଳନ ହେଇଥିଲା ଏବଂ 1776ରେ ଆମେରିକାର ସ୍ୱାଧୀନତା ସଂଗ୍ରାମ ଏବଂ ଫ୍ରାନ୍ସରେ ଫରାସୀ ରାଷ୍ଟ୍ର ବିପ୍ଳବ 1789 ବା 1799 ମସିହାରେ ହେଇଥିଲା। ଫ୍ରାନ୍ସ ବିପ୍ଳବ ଗଣତାନ୍ତ୍ରିକ ସହିତ ଏକ ଓତପ୍ରୋତ ଭାବେ ଜଡ଼ିତ। ଗଣତନ୍ତ୍ରର ସଂଜ୍ଞା ବା ଅର୍ଥ। ଗଣତନ୍ତ୍ରର ସଂଜ୍ଞା ବା ଅର୍ଥ। ଗଣତନ୍ତ୍ର କହିଲେ କ'ଣ ବୁଝ। ଗଣତନ୍ତ୍ରର ଦୁଇଟି ଶବ୍ଦ ଗ୍ରୀକ୍ ଶବ୍ଦ ଡେମୋସ୍ ଏବଂ ଯାହାର ଅର୍ଥ ହେଲା ଜନସାଧାରଣ ବା କ୍ରାଟସ୍ ବା କ୍ରାଟିଆ ଯାହାର ଅର୍ଥ ହେଲା କ୍ଷମତା। ତେଣୁ ଗଣତନ୍ତ୍ର ଅର୍ଥ ହେଉଛି ଲୋକଶକ୍ତି ବା ଲୋକ କ୍ଷମତା ଉପରେ ପର୍ଯ୍ୟବେସିତ ଶାସନ ବ୍ୟବସ୍ଥାକୁ ବୁଝେ ବା ନିଜେ ନିଜକୁ ଶାସନ କରିବାକୁ ଗଣତନ୍ତ୍ର ବୋଲି କୁହାଯାଏ। ଗଣତନ୍ତ୍ର ବିଭିନ୍ନ ପ୍ରକାରର ସଂଜ୍ଞା ଏବଂ କାରଣ କରାଯାଇଛି। ଆମେରିକାରେ ରାଷ୍ଟ୍ର ଦ୍ୱିତୀୟ ଗଣତନ୍ତ୍ର ପ୍ରଚଳିତ ଥିଲା ବୋଲି ଭାରତରେ ସଂସଦୀୟ ଗଣତନ୍ତ୍ର ପ୍ରଚଳିତ। ଗଣତନ୍ତ୍ର ବିଭିନ୍ନ ସଂଜ୍ଞା ରହିଛି। ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ ସେ ନିଜର ମତ ଦେଇଥିଲେ ଗଣତନ୍ତ୍ରକୁ ନେଇ। ଗଣତନ୍ତ୍ର
ହେଉଛି ଲୋକମାନଙ୍କର ପାଇଁ ଏବଂ ଲୋକମାନଙ୍କ ଦ୍ୱାରା ପର୍ଯ୍ୟବେସିତ ଶାସନ। ତାପରେ ପ୍ରଫେସର ସିଲି କହିଥିଲେ ଯେ ଗଣତନ୍ତ୍ର ଏପରି ଏକ ସରକାର ଯେଉଁଥିରେ କି ପ୍ରତ୍ୟେକର ଅଂଶ ଥାଏ ବା ସମସ୍ତେ ସେଥିରେ ପାର୍ଟିସିପେଟ୍ କରିଥାନ୍ତି। ତାପରେ ଡାଇସି କ'ଣ କହିଥିଲେ, ଗଣତନ୍ତ୍ର ଏପରି ଏକ ସରକାର ଯେଉଁଥିରେ କି ଜନସଂଖ୍ୟାର ଗୋଟେ ବଡ଼ ଅଂଶ ସରକାରର ଭାଗିଦାରୀ ହେଇଥାନ୍ତି। ଡାଇସି ଲର୍ଡ ବ୍ରାଇସ୍ କହିଥିଲେ ଗଣତନ୍ତ୍ର ଏପରି ସରକାର ଯେଉଁଥିରେ ରାଷ୍ଟ୍ରର ଶାସନ କ୍ଷମତା କୌଣସି ଶ୍ରେଣୀମାନ ହାତରେ ନ୍ୟସ୍ତ ନ ରହି ସମାଜର ସମସ୍ତଙ୍କ ହାତରେ ନ୍ୟସ୍ତ ଥାଏ। ତାପରେ ହର୍ନସ୍ଙ୍କ ମତରେ ଗଣତନ୍ତ୍ର ରାଷ୍ଟ୍ରର ସାର୍ବଭୌମ କ୍ଷମତା ବା ସମସ୍ତ ସମ୍ପ୍ରଦାୟ ହାତରେ ନ୍ୟସ୍ତ ହୋଇଥାଏ ଏବଂ ଦେଶର ବ୍ୟାପାର ଉପରେ ହିଁ ଏହି ସମ୍ପ୍ରଦାୟ ହିଁ ଚରମ ନିୟନ୍ତ୍ରଣ ରହିଥାଏ। ତାପରେ ଆସିଲା ଜନ୍ ଷ୍ଟୁଆର୍ଟ ମିଲ୍ କ'ଣ କହିଥିଲେ? ଜନ୍ ଷ୍ଟୁଆର୍ଟ ମିଲ୍‌ଙ୍କ ମତରେ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତ ଜନତା ଓ ସେମାନଙ୍କ ଦ୍ୱାରା ନିର୍ବାଚିତ ହେଉଥିବା ପ୍ରତିନିଧିମାନଙ୍କ ମଧ୍ୟରେ ଶାସନ କ୍ଷମତା ପ୍ରୟୋଗ କରିଥାନ୍ତି। ଫ୍ରାନ୍ସର ଦାର୍ଶନିକ ରୁସୋଙ୍କ ମତରେ ମଣିଷ ସ୍ୱାଧୀନ ହୋଇ ଜନ୍ମ ହୋଇଥାଏ, କିନ୍ତୁ ତାହାପରେ ସେ ସବୁ ସ୍ଥାନରେ ଶିକୁଳିରେ ବନ୍ଧା ହୋଇଥାଏ। ଫରାସୀ ରାଷ୍ଟ୍ର ବିପ୍ଳବର ଶ୍ରେଷ୍ଠ ବାର୍ତ୍ତା ଥିଲା ସ୍ୱାଧୀନତା, ସମାନତା, ଭ୍ରାତୃତ୍ୱ। ଫ୍ୟାଟାଲିଟି, ଇକ୍ୱାଲିଟି, ଲିବର୍ଟି। ଗଣତନ୍ତ୍ରର ପ୍ରକାରଭେଦ। କାର୍ଯ୍ୟକାରିତାକୁ ନେଇ ଗଣତନ୍ତ୍ରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା ପ୍ରତ୍ୟକ୍ଷ ଗଣତନ୍ତ୍ର ଆଉ ଗୋଟେ ପ୍ରତ୍ୟକ୍ଷ ଗଣତନ୍ତ୍ରକୁ ବିଶୁଦ୍ଧ ଗଣତନ୍ତ୍ର ବୋଲି କୁହାଯାଏ ଏବଂ ପରୋକ୍ଷ ଗଣତନ୍ତ୍ରକୁ ପ୍ରତିନିଧିମୂଳକ ଗଣତନ୍ତ୍ର ବୋଲି କୁହାଯାଏ। ପ୍ରତ୍ୟକ୍ଷ ବା ବିଶୁଦ୍ଧ ଗଣତନ୍ତ୍ର କ'ଣ? ପ୍ରତ୍ୟକ୍ଷ ବା ବିଶୁଦ୍ଧ ଗଣତନ୍ତ୍ର ହେଉଛି ଯେଉଁ ଗଣତନ୍ତ୍ରରେ ପ୍ରାୟ ପ୍ରାପ୍ତବୟସ୍କମାନେ ସିଧାସଳଖ ପ୍ରତ୍ୟକ୍ଷ ବା ପ୍ରାପ୍ତବୟସ୍କ ବା ଓଲ୍ଡ ଏଜ୍ ପର୍ସନ୍ ମାନେ କ'ଣ କରିଛନ୍ତି, ସିଧାସଳଖ ବା ପ୍ରତ୍ୟକ୍ଷ ଭାବେ ନଗର ବାହାରେ ଉପସ୍ଥିତ ରହି ଶାସନରେ ଅଂଶଗ୍ରହଣ କରିଥାନ୍ତି, ତାହାକୁ ପ୍ରତ୍ୟକ୍ଷ ଗଣତନ୍ତ୍ର ବୋଲି କୁହାଯାଇଥାଏ। ଲୋକମାନେ ଓ ଶାସନ ବ୍ୟବସ୍ଥାରେ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ଥାଏ। ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଲୋକମାନେ ସତ୍ତାରେ ଏକାକୀ ହୋଇ ଆଇନ ପ୍ରଣୟନ କରନ୍ତି, ବିଭିନ୍ନ ସରକାରୀ ପଦବୀ ପାଇଁ ନିର୍ବାଚନ, ଆୟ-ବ୍ୟୟ ସମୀକ୍ଷା, ନୀତି ନିର୍ଦ୍ଧାରଣ କରିଥାନ୍ତି। ପ୍ରାଚୀନ ଗ୍ରୀସ୍ ଓ ରୋମର ନଗର ରାଜ୍ୟଗୁଡ଼ିକରେ ଏହି ବ୍ୟବସ୍ଥା ପ୍ରଚଳିତ ଥିଲା। ବର୍ତ୍ତମାନ ଯୁଗରେ ସୁଇଜରଲ୍ୟାଣ୍ଡରେ 4ଟି କ୍ୟାଣ୍ଟନ ଏବଂ ଆମେରିକାର କେତୋଟି ରାଜ୍ୟରେ ଏହି ଗଣତନ୍ତ୍ର ବ୍ୟବସ୍ଥା ପ୍ରଚଳିତ ଅଛି ବୋଲି ଏହି ଗଣତନ୍ତ୍ର ପୁଣି ପ୍ରଚଳିତ ତାପରେ ଆସିଲା ପ୍ରତ୍ୟକ୍ଷ ଗଣତନ୍ତ୍ରର ଉପାଦାନ। ତ ଏଥିରେ 2 ମାର୍କର କ୍ୱେଶ୍ଚିନ୍ ଗୁଡ଼ିକ ଆସିଥାଏ। ଗଣଭୋଟ କ'ଣ, ଗଣୋଦ୍ୟୋଗ କ'ଣ, ପ୍ରତ୍ୟାହାର କ'ଣ, ଜନମତ କ'ଣ ବା ପ୍ଲେବିସାଇଟ୍ କ'ଣ ବା ମୁକ୍ତାକାଶ ସଭା କ'ଣ? ତ ଗଣଭୋଟ କହିଲେ ଆମେ କ'ଣ ବୁଝୁ? ଗଣଭୋଟ କହିଲେ ଆମେ ବୁଝୁ ବ୍ୟବସ୍ଥାପକ ସଭାରେ ପ୍ରଣୀତ ଆଇନ ଗୁଡ଼ିକର କାର୍ଯ୍ୟକାରୀ ହେବା ପୂର୍ବରୁ ସେଗୁଡ଼ିକର ଅନୁମୋଦନ ପାଇଁ ନିର୍ବାଚକମାନଙ୍କ ପାଖକୁ ପଠାଯାଏ। ନିର୍ବାଚକମାନଙ୍କ ଦ୍ୱାରା ଗୃହୀତ ହେଲେ ସେଗୁଡ଼ିକ କାର୍ଯ୍ୟକାରୀ ହୁଏ। ଏହି ପ୍ରକ୍ରିୟାକୁ ଗଣଭୋଟ ବୋଲି କୁହାଯାଏ। ତ ବ୍ୟବସ୍ଥାପିକା ସଭାରେ ପ୍ରଣୀତ ଆଇନ ଗୁଡ଼ିକର କାର୍ଯ୍ୟକାରୀ ହେବା ପୂର୍ବରୁ ବା ଯେତେବେଳେ ଗୋଟେ ବିଲ୍ ପାସ୍ କରାଯିବ, ବିଲ୍ ପାସ୍ କଲେ ମଧ୍ୟ ତାହା ଲୋକମାନଙ୍କ ନିକଟକୁ ପଠାଯାଏ ବା ସେମାନେ କ'ଣ କହୁଛନ୍ତି ତାକୁ ଗ୍ରହଣ କରିବେ ନା ନ କରିବେନି। ସେଗୁଡ଼ିକ ଯଦି ଠିକ୍, ସେମାନେ ଯଦି ଗ୍ରହଣ କରିବେ ତାକୁ କାର୍ଯ୍ୟକାରୀ କରାଯିବ ଏବଂ ଯଦି ଠିକ୍ ନୁହଁ ତାକୁ କାର୍ଯ୍ୟକାରୀ କରାନଯାଏ। ଏବଂ ଏହି ପ୍ରକ୍ରିୟା ଯେଉଁ ରହିଛି ତାହାକୁ ଗଣଭୋଟ ବୋଲି କୁହାଯାଏ। ଏହି ବ୍ୟବସ୍ଥା ଫଳରେ କ'ଣ ହୋଇଥାଏ ନା ବ୍ୟବସ୍ଥାପିକା ସଭା ମନ ଇଚ୍ଛା ନୀତି ନିର୍ଦ୍ଧାରଣ କରିପାରିଥାନ୍ତି। ସେ ସବୁଗୁଡ଼ିକ ଲୋକମାନଙ୍କ ହାତ ମୁଠାରେ ରହିଥାଏ। ତାପରେ ଆସିଲା ଗଣଭୋଟ ବା ଗଣମଞ୍ଜୁରୀର 2 ପ୍ରକାର ରହିଥାଏ। ଗୋଟେ ହେଲା ବାଧ୍ୟତାମୂଳକ ଗଣଭୋଟ ଆଉ ଗୋଟେ ହେଲା ଇଚ୍ଛାଧୀନ ଗଣଭୋଟ। ତ ନିର୍ଦ୍ଦିଷ୍ଟ ପ୍ରକାର ଆଇନ ବା ସମ୍ବିଧାନ ସଂଶୋଧନମୂଳକ ଚିଠା ଜନମତ ପ୍ରସ୍ତୁତି ପାଇଁ ଉପସ୍ଥାପିତ କରିବାକୁ ବିଧାନମଣ୍ଡଳ ସମ୍ବିଧାନ ବ୍ୟବସ୍ଥା ଅନୁସାରେ ବାଧ୍ୟ। ଏହାକୁ ବାଧ୍ୟ ଗଣଭୋଟ କୁହାଯାଏ। ଗୋଟେ ସମ୍ବିଧାନ ସଂଶୋଧନ କୌଣସି ଆବଶ୍ୟକ ପଡ଼ିଲା ତାହେଲେ ସେଇଟା ବାଧ୍ୟତାମୂଳକ କରିବା ପାଇଁ, ତ ସମ୍ବିଧାନ ସଂଶୋଧନ ବାଧ୍ୟତାମୂଳକ ଗଣଭୋଟର ଅନ୍ତର୍ଭୁକ୍ତ। ସେଇଟା ଲୋକମାନେ କିଛି ମଧ୍ୟ କରିପାରିବେନି। ତ ଇଚ୍ଛାଧୀନ ମୂଳକ ଗଣଭୋଟ କ'ଣ? ବେଳେବେଳେ ଇଚ୍ଛାଧୀନ ବ୍ୟବସ୍ଥା ଅନୁସାରେ
ଜନସାଧାରଣ ଦାବି କରି ଚିଠା ଆଇନକୁ ଗଣମଞ୍ଜୁରୀ ପାଇଁ ପଠାଇବାକୁ ବିଧାନମଣ୍ଡଳୀକୁ ବାଧ୍ୟ କରିଥାନ୍ତି ଏବଂ ଏହି ଇଚ୍ଛାଧୀନ ମୂଳକ ଗଣଭୋଟ କୁହାଯାଏ ଏହାକୁ। ସାଧାରଣତଃ ଆଇନ ଇଚ୍ଛାଧୀନ ମୂଳକ ଗଣମଞ୍ଜୁରୀର ଅନ୍ତର୍ଭୁକ୍ତ। ତାପରେ ଥିଲା ଗଣମଞ୍ଜୁରୀ ଗଣ ଉଦ୍ୟୋଗ ଅର୍ଥାତ୍ ଏଠାରେ ଲୋକମାନେ କୌଣସି ନୂତନ ଆଇନର ଆବଶ୍ୟକତା ଉପଲବ୍ଧ ଗଣମାନେ ଉଦ୍ୟୋଗ କରୁଛନ୍ତି ବା ଟ୍ରାଏ କରୁଥାନ୍ତି ବା ସେମାନେ କୌଣସି ଆଇନକୁ ଆବଶ୍ୟକତା ଉପଲବ୍ଧି କରି ବ୍ୟବସ୍ଥାପିତ ସବୁ ଆଇନ ଚିଠି ନିର୍ଦ୍ଦେଶ କରିଥାନ୍ତି ତାହାକୁ ଗଣ ଉଦ୍ୟୋଗ ବୋଲି କୁହାଯାଏ। ଏହିପରି ପ୍ରସ୍ତାବକୁ ପ୍ରତିନିଧି ସଭା ଯଥା ଉଚିତ ସମ୍ମାନ ଦେଇଥାନ୍ତି ଏବଂ ଏହା ଭୋଟଦାତା ମାନଙ୍କ ଉଦ୍ୟମରେ ଆଇନ ପ୍ରଣୟନ ବ୍ୟବସ୍ଥାକୁ ବୁଝାଏ। ତାପରେ ଥିଲା ଗଣୋଦ୍ୟୋଗ। ଗଣୋଦ୍ୟୋଗ କ'ଣ କ'ଣ ରହିଛି? ଗଣୋଦ୍ୟୋଗ ନିର୍ଦ୍ଧାରିତ ଗଣୋଦ୍ୟୋଗ, ଅଣନିର୍ଦ୍ଧାରିତ ଗଣୋଦ୍ୟୋଗ। ଗୋଟେ ଡିଟେଲରେ ଥାଏ ଆଉ ଗୋଟେ ଡିଟେଲରେ ନଥାଏ। ଏହା ତୁମେମାନେ ଦେଖିଦେବ, ଏଠାରେ ଲେଖିଦେବ, ମୁଁ ସ୍କ୍ରିନ୍ ସେୟାର କରିଦେଉଛି। ତାପରେ ଆମେ ପ୍ରତ୍ୟାହାର ସମ୍ପର୍କରେ ଦେଖିବା। ତ ପ୍ରତ୍ୟାହାର କ'ଣ? ପ୍ରତ୍ୟାହାର ରହିଛି ପ୍ରତ୍ୟକ୍ଷ ଗଣତନ୍ତ୍ର ଗୋଟେ ଅନ୍ୟତମ ଉପାଦାନ। ଯେତେବେଳେ ନିର୍ବାଚିତ ପ୍ରତିନିଧିମାନେ ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ସମ୍ପାଦନ କରନ୍ତି ନାହିଁ ବା ସୁଚାରୁ ରୂପରେ କରନ୍ତି ନାହିଁ କିମ୍ବା କ୍ଷମତାର ଅପବ୍ୟବହାର କରନ୍ତି, ନିଜ ମନ ମୁତାବକ କରନ୍ତି, ତାହେଲେ ନିର୍ବାଚିତ ପ୍ରତିନିଧିମାନଙ୍କୁ ନିର୍ଦ୍ଦିଷ୍ଟ ସଂଖ୍ୟକ ଭୋଟଦାତା ଦଣ୍ଡବିଧାନ ସ୍ୱରୂପ ତାଙ୍କୁ ପଦଚ୍ୟୁତ କରିବା ପାଇଁ ପ୍ରସ୍ତାବ ଆଣନ୍ତି। ଏ ପ୍ରସ୍ତାବ ସଂଖ୍ୟାଗରିଷ୍ଠ ଭୋଟଦାତାଙ୍କ ଦ୍ୱାରା ଅନୁମୋଦିତ ହେଲେ ଉକ୍ତ ପ୍ରତିନିଧି ନିଜ ପଦରୁ ବିତାଡ଼ିତ ହୁଅନ୍ତି। ଏହି ବ୍ୟବସ୍ଥାକୁ ପ୍ରତ୍ୟାହାର ବୋଲି କୁହାଯାଏ। ତ ପ୍ରତ୍ୟାହାର ପ୍ରତ୍ୟକ୍ଷ ଗଣତନ୍ତ୍ରର ଗୋଟେ ଅନ୍ୟତମ ମାଧ୍ୟମ। ଯେତେବେଳେ ନିର୍ବାଚିତ ପ୍ରତିନିଧିମାନେ ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ସମ୍ପାଦନ କରନ୍ତି ନାହିଁ ବା ନିଜର କାମକୁ ଠିକ୍ ଭାବରେ କରନ୍ତି ନାହିଁ, ସେମାନେ ଅପବ୍ୟବହାର କରୁଛନ୍ତି ବୋଲି ଜଣାଗଲା, ତାହେଲେ ଲୋକମାନେ କ'ଣ କରିବେ? ଅତ୍ୟଧିକ ଭୋଟ ମାଧ୍ୟମରେ ତାଙ୍କୁ ଗୋଟେ ଦଣ୍ଡବିଧାନ ସ୍ୱରୂପ ତାଙ୍କର ପଦରୁ ବହିଷ୍କାର କରିବା ପାଇଁ ବାଧ୍ୟ କରିବେ। ଉକ୍ତ ପ୍ରତିନିଧି ପଦରୁ ବିତାଡ଼ିତ କରିବେ। ଏହି ବ୍ୟବସ୍ଥାକୁ ପ୍ରତ୍ୟାହାର ବୋଲି କୁହାଯାଏ। ତାପରେ ଆସିଲା ଏହି ବ୍ୟବସ୍ଥା ଫଳରେ ଜଣେ ନିର୍ବାଚିତ ପ୍ରତିନିଧି ମନମୁଖୀ କାର୍ଯ୍ୟ କରିପାରନ୍ତି ନାହିଁ। ପ୍ରତ୍ୟାହାର ପଦ୍ଧତି ଅନୁଷ୍ଠିତ ହୋଇଥାଏ। ତାପରେ ଜନମତ ବା ପେବ୍ଲିସାଇଟ୍ ବା ଜନମତ, ଏହା ମଧ୍ୟ ଗୋଟେ କ୍ୱେଶ୍ଚିନ୍ ଆସେ ବା ପେବ୍ଲିସିଟମ୍ରୁ ଆନିତ, ଯେଉଁ ଲାଟିନ୍ ଶବ୍ଦ ଜନମତ ବା ପେବ୍ଲିସାଇଟ୍ ଏକ ଫରାସୀ ଶବ୍ଦ ଯାହା ଲାଟିନ୍ ଶବ୍ଦ ପେବ୍ଲିସିଟମ୍ରୁ ଆନିତ, ଯାହାର ଅର୍ଥ ହେଉଛି ଭୋଟରମାନଙ୍କ ନିବେଦନ। ପେବ୍ଲିସାଇଟ୍ ଏକ ପ୍ରକ୍ରିୟା ଯାହା ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ବିଷୟରେ ମତାମତ ନିଆଯାଏ। ତାପରେ ଥିଲା ଲିକକ୍ ଏହାକୁ ବର୍ଣ୍ଣନା କରି କହିଛନ୍ତି ଯେ ଏହା ଯେ କୌଣସି ଘଟଣା ଉପରେ ଜନପ୍ରିୟ ମତାମତ ପାଇଁ ବ୍ୟବହୃତ ହୁଏ। ତାପରେ ଆସିଲା ମୁକ୍ତାକାଶ ସଭା। ମୁକ୍ତ ଆକାଶରେ ଯେଉଁଠାରେ ପର୍ଯ୍ୟାଲୋଚନା କରାଯାଏ ତାହା ହେଲା ମୁକ୍ତାକାଶ ସଭା। ତ ମୁକ୍ତାକାଶ ସଭା ପ୍ରତ୍ୟକ୍ଷ ଗଣତନ୍ତ୍ରର ଏକ ପାରମ୍ପରିକ ମାଧ୍ୟମ ଅଟେ। ଯେତେବେଳେ ନାଗରିକମାନେ ଖୋଲା ଆକାଶ ତଳେ ଏକତ୍ରିତ ହୋଇ ଆଇନ ପ୍ରଣୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥାନ୍ତି, ସେହି ପ୍ରକ୍ରିୟାକୁ ମୁକ୍ତାକାଶ ସଭା ବୋଲି କୁହାଯାଏ। ତାପରେ ଆସିଲା ପରୋକ୍ଷ ଗଣତନ୍ତ୍ର ବା ପ୍ରତିନିଧିମୂଳକ ଗଣତନ୍ତ୍ର। ପରୋକ୍ଷ ଗଣତନ୍ତ୍ର ବା ପ୍ରତିନିଧିମୂଳକ ଗଣତନ୍ତ୍ର ପ୍ରାୟତଃ ଅଧିକାଂଶ ରାଷ୍ଟ୍ରରେ ପ୍ରଚଳିତ ହେଉଅଛି। ସାଧାରଣତଃ ଯେଉଁ ଶାସନରେ ଆଇନତଃ ସାଧାରଣତଃ ସାର୍ବଭୌମ କ୍ଷମତାପ୍ରାପ୍ତ ଜନସାଧାରଣ ସରକାର ପ୍ରତ୍ୟକ୍ଷ ଭାଗ ନେଇଥାନ୍ତି, ସେମାନଙ୍କ ପ୍ରତିନିଧିମାନଙ୍କର ହସ୍ତରେ ସେମାନଙ୍କ ତରଫରୁ ଶାସନ କରିବା ପାଇଁ ବ୍ୟବସ୍ଥା ଥାନ୍ତି, ତାହାକୁ ପରୋକ୍ଷ ଗଣତନ୍ତ୍ର ବା ପ୍ରତିନିଧିମୂଳକ। ପରୋକ୍ଷ ଗଣତନ୍ତ୍ରର ଅନ୍ୟତମ ନାମ କ'ଣ ବୋଲି? ପ୍ରତିନିଧିମୂଳକ ଗଣତନ୍ତ୍ର ଏଠାରେ ହେବ। ତାପରେ ସେ ଥିଲା ପରୋକ୍ଷ ଗଣତନ୍ତ୍ର ବା ପ୍ରତିନିଧିମୂଳକ ଗଣତନ୍ତ୍ର ପ୍ରାୟତଃ ଅଧିକାଂଶ ରାଷ୍ଟ୍ରରେ ପ୍ରଚଳିତ ହୋଇଅଛି। ସାଧାରଣତଃ ଯେଉଁ ଶାସନରେ ଆଇନତଃ ଜନସାଧାରଣ ସାର୍ବଭୌମ କ୍ଷମତାପ୍ରାପ୍ତ ଜନସାଧାରଣ ସରକାରରେ ପ୍ରତ୍ୟକ୍ଷ ଭାଗ ନେଇ ସେମାନଙ୍କ ପ୍ରତିନିଧିମାନଙ୍କର ହସ୍ତରେ ସେମାନଙ୍କ ତରଫରୁ ଶାସନ କରିବା ପାଇଁ ବ୍ୟବସ୍ଥା କରିଥାନ୍ତି। ବାସ୍ ଡାଇରେକ୍ଟଲି କହିବାକୁ ଗଲେ ଆମେ ଲୋକମାନେ ପ୍ରତ୍ୟକ୍ଷ ଭାବରେ ଯେଉଁ ଗଣତନ୍ତ୍ର ବ୍ୟବସ୍ଥାରେ ଅଂଶଗ୍ରହଣ କରିଥାନ୍ତି ତାକୁ ପରୋକ୍ଷ ଗଣତନ୍ତ୍ର କୁହାଯାଏ। ଯେପରି ଭାବରେ ଭାରତ, ଏହାର ଉଦାହରଣ ଭାରତ, ପାକିସ୍ତାନ। ଡେଫିନେସନ୍ ଲେଖିବ, ଏକ୍ଜାମ୍ପଲ୍ ଲେଖିବ, ଡେଫିନେସନ୍ ଲେଖିବ, ଏକ୍ଜାମ୍ପଲ୍ ଲେଖିବ। ତ ଗଣତନ୍ତ୍ର ଏକ ରାଜନୈତିକ ପ୍ରକ୍ରିୟା ବୁଝାଅ। ଗଣତନ୍ତ୍ର ମୁଖ୍ୟତଃ ଏକ ରାଜନୈତିକ ପ୍ରକ୍ରିୟା ଅଟେ। ଏହି ପ୍ରକ୍ରିୟା ହେଉଛି ଲୋକମାନଙ୍କ ଦ୍ୱାରା ସରକାର ଗଠନର ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ପ୍ରତି ସାବାଳକର ରାଜନୈତିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ
ସମାନ ଅଧିକାର ଅଛି। ତାପରେ ଆସିଲା ପ୍ରତ୍ୟକ୍ଷ ଗଣତନ୍ତ୍ର ପରୋକ୍ଷ ଗଣତନ୍ତ୍ର ମଧ୍ୟରେ କ'ଣ ପାର୍ଥକ୍ୟ ରହିଛି? ତ ପ୍ରତ୍ୟକ୍ଷ ଗଣତନ୍ତ୍ର ଏବଂ ପରୋକ୍ଷ ଗଣତନ୍ତ୍ର। ତ ପ୍ରତ୍ୟକ୍ଷ ଗଣତନ୍ତ୍ର କାହାକୁ କୁହାଯାଏ ପ୍ରଥମେ ଲେଖିବ, ପରୋକ୍ଷ ଗଣତନ୍ତ୍ର କାହାକୁ କୁହାଯାଏ ଲେଖିବ, ତାପରେ ଲେଖିବ ଏହା କେବଳ ଛୋଟ ଛୋଟ ରାଷ୍ଟ୍ର ବା ରାଜ୍ୟ ମଧ୍ୟରେ କାର୍ଯ୍ୟ କରିଥାଏ। ଏହା ଲେଖିବ ଏହା ବଡ଼ ରାଜ୍ୟ ତଥା ସଫଳ ହୋଇଥାଏ। ପ୍ରତ୍ୟେକ କାର୍ଯ୍ୟ ଛୋଟରେ ମଧ୍ୟ କାର୍ଯ୍ୟ ଖାଲି ହୋଇଥାଏ, ବଡ଼ ରାଜ୍ୟରେ ଏହା ସଫଳ ହେବ ନାହିଁ ବୋଲି କୁହାଯାଇଛି। କାରଣ ଲୋକମାନଙ୍କର ଗୋଟେ ଜାଗାରେ ସଭା କରିବା ଅସୁବିଧା ହେବ। ତାପରେ ଆସିଲା 2 ନମ୍ବର ପଏଣ୍ଟ, ଲୋକମାନେ ଶାସନ ସହିତ ସିଧାସଳଖ ସମ୍ପୃକ୍ତ ଏବଂ ପରୋକ୍ଷ ଗଣତନ୍ତ୍ରରେ ଲୋକମାନେ ସିଧାସଳଖ ସମ୍ପୃକ୍ତ ନୁହଁ, ଏହା ମାନେ ପ୍ରତ୍ୟକ୍ଷ ନହେଇ ପରୋକ୍ଷ ହୋଇଥାନ୍ତି। ତାପରେ ଆସିଲେ ଲୋକମାନେ ନିଜେ ଆଇନ ତିଆରି କରିଥାନ୍ତି ପ୍ରତ୍ୟକ୍ଷ ଗଣତନ୍ତ୍ରରେ, ଏବଂ ପରୋକ୍ଷ ଗଣତନ୍ତ୍ରରେ ଲୋକମାନେ ନିଜେ ଆଇନ ତିଆରି କରନ୍ତି ନାହିଁ, ନିଜର ପ୍ରତିନିଧି ମାନେ ସେମାନେ ଆଇନକୁ କରିଥାନ୍ତି ପ୍ରଣୟନ। ତାପରେ ଆସିଲା ନିର୍ବାଚିତ ପ୍ରତିନିଧିମାନେ ସେମାନଙ୍କ କାର୍ଯ୍ୟକାଳ ଭିତରେ ପ୍ରତ୍ୟାହିତ ହୋଇପାରନ୍ତି ପ୍ରତ୍ୟକ୍ଷ ଗଣତନ୍ତ୍ରରେ, କିନ୍ତୁ ନିର୍ବାଚିତ ପ୍ରତିନିଧିମାନେ ସେମାନଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ପ୍ରତ୍ୟାହିତ ହୋଇପାରିବେ ନାହିଁ। ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ଜନମତ ପାଇଁ ପଠାଯାଏ ପ୍ରତ୍ୟକ୍ଷ ଗଣତନ୍ତ୍ରରେ, କିନ୍ତୁ ପରୋକ୍ଷ ଗଣତନ୍ତ୍ରରେ ବ୍ୟବସ୍ଥାପିକା ସଭା ଦ୍ୱାରା ଅନୁମୋଦିତ ହେବା ପରେ ଆଇନ କାର୍ଯ୍ୟକାରୀ ପାଇଁ ଜନମତର ଆବଶ୍ୟକତା ନାହିଁ। ଏଥିରେ ଲୋକମାନଙ୍କ ମତାମତ ନିଆଯାଏ, କିନ୍ତୁ ପରୋକ୍ଷ ଗଣତନ୍ତ୍ରରେ କ'ଣ ହୁଏ, ଲୋକମାନଙ୍କର ମତାମତ ନିଆଯାଏ ନାହିଁ କୌଣସି ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ। ତାପରେ ଆମେ ଦେଖିବା ଗଣତନ୍ତ୍ରର ବୈଶିଷ୍ଟ୍ୟ ଗୁଡ଼ିକ ସମ୍ପର୍କରେ। ତ ଗଣତନ୍ତ୍ରର ବୈଶିଷ୍ଟ୍ୟ ପ୍ରାୟତଃ କ୍ୱେଶ୍ଚିନ୍ ଆସିଥାଏ ଲଙ୍ଗ କ୍ୱେଶ୍ଚିନ୍ ହିସାବରେ। ଗଣତନ୍ତ୍ରର ବୈଶିଷ୍ଟ୍ୟ ଗୁଡ଼ିକ ହେଲା ଜନପ୍ରିୟ ସାର୍ବଭୌମତ୍ୱ। ପ୍ରଥମେ ଟିକେ ଲେଖିଦେବ ଗଣତନ୍ତ୍ର ସମ୍ପର୍କରେ, ତାପରେ ଆରମ୍ଭ କରିବ ଗଣତନ୍ତ୍ରର ବୈଶିଷ୍ଟ୍ୟ ଗୁଡ଼ିକ। ଯଦି ଲଙ୍ଗ କ୍ୱେଶ୍ଚିନ୍ ଲେଖ ତାପରେ ପ୍ରଥମେ ଆମେ ଲେଖିବା ଜନପ୍ରିୟ ସାର୍ବଭୌମତ୍ୱ ବା ସୁପ୍ରିମ ପାୱାର ବା ପପୁଲାର ସଭରେଣ୍ଟି ଯାହାକୁ କହୁଛୁ, ଯାହା ରୁଷୋ ଆଣିଥିଲେ। ତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସବୁଠାରୁ ଅଧିକ କ୍ଷମତା କୌଣସି ଗୋଷ୍ଠୀର ବ୍ୟକ୍ତି ବା ଶ୍ରେଣୀ ପାଖରେ ନ ରହି ସମସ୍ତ ଲୋକଙ୍କ ହାତରେ ସାମଗ୍ରିକ ଭାବରେ ରହିଥାଏ। ତ ସବୁ ପାୱାର କୌଣସି ଗୋଷ୍ଠୀ ପାଖରେ ନ ରହି ଲୋକଙ୍କ ହାତରେ ଏଠାରେ ରହିଥାଏ। ଲୋକମାନେ ସର୍ବୋଚ୍ଚ କ୍ଷମତାର ଅଧିକାରୀ। ନିର୍ବାଚିତ ସରକାର ଲୋକମାନଙ୍କ ପାଖରେ ଉତ୍ତରଦାୟୀ ଭାବରେ ରିପ୍ରେଜେଣ୍ଟେଟିଭ ଭାବରେ ରହେ। ଜନସାଧାରଣ ରେଖାରେ ସର୍ବଶକ୍ତିମାନ, ସେମାନଙ୍କ ହାତରେ ଅଖଣ୍ଡ କ୍ଷମତା ରହିଥାଏ। ସେମାନେ ହିଁ ପ୍ରକୃତ ଶାସନ କ୍ଷମତାର ଅଧିକାରୀ। ଶାସନ ପ୍ରକ୍ରିୟା ମତଦାନ ଦ୍ୱାରା ପ୍ରତିଫଳିତ ନିୟନ୍ତ୍ରିତ ହୁଏ। ରୁଷୋ ମତରେ ଲୋକଙ୍କ ମତ ବା ବାଣୀ ଈଶ୍ୱର ବାଣୀ ବୋଲି କୁହାଯାଇଛି। ଏହା ଗୋଟେ ସର୍ଟ କ୍ୱେଶ୍ଚିନ୍ ଆସେ, ଲୋକମତ ହିଁ ଈଶ୍ୱର ମତ ବୋଲି। ତାପରେ ଶାସନ ବଳ ଉତ୍ସ ହେଉଛି ଜନତା। ଏହି ଶାସନ ଲୋକମାନଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ। ତାପରେ 2 ନମ୍ବର ହେଲା ଗଣତନ୍ତ୍ରର ବୈଶିଷ୍ଟ୍ୟ ସମାନତା। ପ୍ରଥମେ ହେଲା ସାର୍ବଭୌମତ୍ୱ, ତାପରେ ଆସିଲା ସମାନତା ଇକ୍ୱାଲିଟି। ଗଣତନ୍ତ୍ର ରାଷ୍ଟ୍ର ସମାନତା ଆଦର୍ଶ ଉପରେ ପର୍ଯ୍ୟବେସିତ। ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ସମସ୍ତେ ସମାନ, କୌଣସି ଭେଦଭାବ ନାହିଁ। ସମାନତାର ଅର୍ଥ ସମସ୍ତେ ରାଷ୍ଟ୍ରୀୟ ନୀତିର ନିରପେକ୍ଷତା ଏବଂ ଶାସନ ପ୍ରଣାଳୀକୁ ପ୍ରଭାବିତ କରିଥାଏ। ଗଣତନ୍ତ୍ରରେ ସମସ୍ତେ ଆଇନ ଆଖିରେ ସମାନ। ଆଇନ ସମସ୍ତଙ୍କୁ ସମାନ ଭାବରେ ରକ୍ଷା କରେ, ସମସ୍ତଙ୍କୁ ସମାନ ସୁଯୋଗ ଦିଏ ଏବଂ କାହା ବିରୋଧରେ ଭେଦଭାବ କରିନଥାଏ। ତାପରେ ଆସିଲା ନିର୍ବାଚନକୁ ଦେଖିବାକୁ ଗଲେ ନିର୍ବାଚନ ଗୋଟେ ମୁଖ୍ୟ ଭୂମିକା ଗ୍ରହଣ କରେ ବା ମୁଖ୍ୟ ବୈଶିଷ୍ଟ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିନା ନିର୍ବାଚନରେ ଗଣତନ୍ତ୍ର ମୂଲ୍ୟ କିଛି ନାହିଁ। ତ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପରିପ୍ରକାଶ କରିବା ପାଇଁ ନିର୍ବାଚନ ଏକ ବଳିଷ୍ଠ ମାଧ୍ୟମ ଅଟେ। ଏହାଦ୍ୱାରା ସରକାର ପ୍ରତିନିଧିତ୍ୱ କରିବା ପାଇଁ ନାଗରିକ ସୁଯୋଗ ପାଏ ଏବଂ ନିର୍ବାଚନ ଦ୍ୱାରା ପ୍ରତିହାର ଅନ୍ୱେଷଣ ହୁଏ ଏବଂ ଅନେକ କ୍ଷେତ୍ରରେ ପରିବର୍ତ୍ତନ ହୋଇଥାଏ। ଗଣତନ୍ତ୍ର ନହେଲେ ନିର୍ବାଚନ ନହେଲେ ପ୍ରତିନିଧି କରିବା ପାଇଁ ନାଗରିକ ସୁଯୋଗ ପାଏ ନାହିଁ। ତ ନିର୍ବାଚନ ଦ୍ୱାରା ପ୍ରତ୍ୟୁତ୍ତର ଅନ୍ୱେଷଣ ହୁଏ ଏବଂ ଅନେକ କ୍ଷେତ୍ରରେ ପରିବର୍ତ୍ତନ ହୋଇଥାଏ। ତାପରେ ସ୍ୱାଧୀନତା ଓ ନ୍ୟାୟ। ତ ଗଣତନ୍ତ୍ରର ଅନ୍ୟତମ ବୈଶିଷ୍ଟ୍ୟ ହେଲା ସ୍ୱାଧୀନତା ଏବଂ ନ୍ୟାୟ। ବ୍ୟକ୍ତିର ବ୍ୟକ୍ତିତ୍ୱ ବିକାଶ କ୍ଷେତ୍ରରେ ସ୍ୱାଧୀନତା ସହାୟତା ହୋଇଥାଏ।
ଏହା ଗଣତାନ୍ତ୍ରିକ ପରିବେଶରେ ବିସ୍ତାର ଲାଭ କରିଥାଏ। ଅନ୍ୟ ପକ୍ଷରେ ନ୍ୟାୟର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ମୂଲ୍ୟମନ୍ତ୍ର ନ୍ୟାୟର ଅନ୍ୟ ନାମ ସତ୍ୟ ସବଳ ଦୁର୍ବଳ ଅତ୍ୟାଚାର ନ କରିବା ପାଇଁ ନ୍ୟାୟର ଉଦ୍ଦିଷ୍ଟ ବା ସବଳର ସାହାଯ୍ୟ ଏବଂ ଦୁର୍ବଳର ଅତ୍ୟାଚାର ତାହା ହେବା ଉଚିତ ନୁହଁ। ନ୍ୟାୟ ନ ରହିଲେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ମଧ୍ୟ ତିଷ୍ଠି ରହିପାରିବ ନାହିଁ। ତେଣୁ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସ୍ୱାଧୀନତା ଓ ନ୍ୟାୟ ଏକ ଆବଶ୍ୟକୀୟ ଉପାଦାନ। ତାପରେ ଆସିଲା ରାଜନୈତିକ ଦଳ। ରାଜନୈତିକ ଦଳ କ'ଣ? ତ ଗଣତନ୍ତ୍ରର ଗତିଶୀଳତାକୁ ବୃଦ୍ଧି କରିବା ପାଇଁ ରାଜନୈତିକ ଦଳ ଏକ ଅବିଚ୍ଛେଦ୍ୟ ବ୍ୟବସ୍ଥା। ଏହାଦ୍ୱାରା ରାଜନୈତିକ ଅଂଶ ଗ୍ରହଣ ବୃଦ୍ଧି ପାଇଥାଏ। ରାଜନୈତିକ କ୍ରିୟାଶୀଳତାର ପରିସର ବୃଦ୍ଧି ଘଟେ। ବିରୋଧୀ ଦଳ ପ୍ରତ୍ୟାଗତ ଗଣତନ୍ତ୍ରକୁ ଅଧିକ ଦୃଢ଼ୀଭୂତ କରେ ଏବଂ ରାଜନୈତିକ ଦଳକୁ ଗଣତନ୍ତ୍ରର ହୃଦୟ ସହ ତୁଳନା କରାଯାଇପାରେ। ତ ଗଣତନ୍ତ୍ରରେ ରାଜନୈତିକ ଦଳର ଆବଶ୍ୟକତା। ରାଜନୈତିକ ଦଳର ଅନୁପସ୍ଥିତି। ତାପରେ ଖୋଲା ଆଲୋଚନା। ଆମେ ଖୋଲା ଆଲୋଚନା ସମ୍ପର୍କରେ ଦେଖିବା। ତ ଗଣତନ୍ତ୍ରରେ କ'ଣ? ଗଣତନ୍ତ୍ର ବୈଶିଷ୍ଟ୍ୟରେ ଖୋଲା ଆଲୋଚନା ଗୋଟେ ଅନ୍ୟତମ। ଗଣତନ୍ତ୍ରର ସମସ୍ତ ନିଷ୍ପତ୍ତି ଖୋଲା ଆଲୋଚନା ମାଧ୍ୟମରେ ଗ୍ରହଣ ହୋଇଥାଏ। ଏହି ଆଲୋଚନା ବିଧାନମଣ୍ଡଳ ହଉ କି ବିଧାନସଭା ହଉ କି ପାର୍ଲାମେଣ୍ଟ ହଉ, ସରକାରୀ ଦଳ ଏବଂ ବିରୋଧୀ ଦଳର ପ୍ରତିନିଧିମାନଙ୍କ ମଧ୍ୟରେ ଘଟିଥାଏ। ଏହି ରାଷ୍ଟ୍ରରେ ଶାସନ ନୀତି ଶାସକର ବ୍ୟକ୍ତିଗତ ଚିନ୍ତାଧାରା ବା ତାଙ୍କର ନିଜର ମତକୁ ପ୍ରକାଶ କରିଥାନ୍ତି ବା ପ୍ରାଧାନ୍ୟ ଦେଇଥାନ୍ତି। ଲୋକମାନଙ୍କର ପ୍ରାଧାନ୍ୟ ଲୁକାୟିତ ଭାବେ ଚିନ୍ତା ଓ ବ୍ୟକ୍ତିଗତ ଇଚ୍ଛାର ପ୍ରତିଫଳନରେ ଶାସନର ପ୍ରବର୍ତ୍ତିତ ହୁଏ ନାହିଁ। ତେଣୁ ଖୋଲା ତର୍କ ଆଲୋଚନା ମାଧ୍ୟମରେ ସାମଗ୍ରିକ ଜନମତକୁ ସମ୍ମାନ ଦିଆଯାଏ। ମଙ୍ଗଳବାଦର ଅଭିବୃଦ୍ଧି। ସମାଜର ହିତ ସାଧନ ପାଇଁ ଏହି ସରକାର ସବୁବେଳେ ଆନ୍ତରିକ ମନୋଭାବ ପୋଷଣ କରିଥାନ୍ତି। ବିଭିନ୍ନ ପ୍ରକାର ଉନ୍ନୟନମୂଳକ ଯୋଜନା ମାଧ୍ୟମରେ ଧନୀ ଗରିବ ବା ଦରିଦ୍ର ମଧ୍ୟରେ ଦୂରତା ହ୍ରାସ ପାଏ। ଲୋକମାନଙ୍କର ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ରାଷ୍ଟ୍ର ସର୍ବଦା ଚେଷ୍ଟା କରିଥାଏ। ସଂଖ୍ୟାଲଘୁଙ୍କ ପ୍ରତି ଦୃଷ୍ଟି ରଖି ଅନେକ ବ୍ୟବସ୍ଥା ଗ୍ରହଣ କରାଯାଏ। ସଂଖ୍ୟାଗରିଷ୍ଠତା ଭିତ୍ତିକ ଶାସନ। ଗଣତନ୍ତ୍ର ସଂଖ୍ୟାଗରିଷ୍ଠ ଉପରେ ପ୍ରାଧାନ୍ୟ ଦେଇଥାଏ। ବାସ୍ ଯିଏ ସଂଖ୍ୟାଗରିଷ୍ଠତା ଆଣିଥାଏ ସେହି ସରକାର ଗଠନ କରିଥାଏ ଏବଂ ଯିଏ ସଂଖ୍ୟାଲଘୁ ହୁଏ ସେ ପ୍ରତିନିଧିତ୍ୱ ଭାବରେ କାର୍ଯ୍ୟ କରିଥାଏ। କିନ୍ତୁ ସଂଖ୍ୟାଲଘୁକୁ କେବେ ଅବହେଳା କରାଯାଏ ନାହିଁ। ତାପରେ ସହନଶୀଳତା। ସହନଶୀଳତାରେ କ'ଣ ହେଉଛି? ସହନଶୀଳତା ବା ଧୈର୍ଯ୍ୟଶୀଳ ମନୋଭାବ ଭାତୃତ୍ୱ ଭାବର ସମ୍ପର୍କ ଅତୁଟ ରଖି କାହାରିକୁ ଉପେକ୍ଷା ନ କରି ଅପେକ୍ଷା କରିବା ପାଇଁ ପ୍ରତିଶ୍ରୁତି ଦେଇ ସଂଖ୍ୟାଗରିଷ୍ଠ ମତ ନିଷ୍ପତ୍ତି ଗ୍ରହଣ କରାଯାଏ। ମଣିଷ ଦୃଢ଼ ମନୋବଳ ପାଇଁ ସହନଶୀଳତା ଅନେକ ସାହାଯ୍ୟ ହୁଏ। ଏଠାରେ ସଂଖ୍ୟାଗରିଷ୍ଠ ସଂଖ୍ୟାଲଘୁ ଲୋକମାନଙ୍କ ଉପରେ ନିଜର ମତ ଲଦି ଦେବାକୁ ସେମାନଙ୍କ ଅଧିକାର ନାହିଁ। ଭିନ୍ନ ମତକୁ ସମ୍ମାନ କରିବା ଗଣତନ୍ତ୍ରର ଧର୍ମ ଅଟେ। ଆଇନର ଶାସନ। ତ ଗଣତନ୍ତ୍ରରେ ଆଇନର ଶାସନ ଚାଲେ। ଆଇନ ଦ୍ୱାରା ସମସ୍ତେ ସମାନ। ଆଇନର ଊର୍ଦ୍ଧ୍ୱରେ କେହି ନାହାନ୍ତି। ଆଇନ ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରିଥାଏ ବା ସମାନତା ନ୍ୟାୟ ସ୍ୱାଧୀନତା ପ୍ରତିଷ୍ଠା କରିବା ପାଇଁ ମଧ୍ୟ ଆଇନର ଭୂମିକା ରହିଛି। ତ ଏଠାରେ ଶାସନ କୌଣସି ବ୍ୟକ୍ତିର ନୁହେଁ ବରଂ ଜନସାଧାରଣଙ୍କର କର୍ତ୍ତବ୍ୟ ସୂଚିତ ସମୃଦ୍ଧି ସମାଜର ଗଠନ ନିମିତ୍ତ ଆଇନର ସମତା ଅପରିହାର୍ଯ୍ୟ। ଲୋକାଗୃତ ଆଇନ ଏଠାରେ କାର୍ଯ୍ୟକାରୀ ହୋଇ ଶାସନକୁ ମଜବୁତ କରିଥାଏ। ତାପରେ ଥିଲା ରାଜନୈତିକ ସ୍ୱାତନ୍ତ୍ର୍ୟ। ରାଜନୈତିକ ସ୍ୱାତନ୍ତ୍ର୍ୟ ରହିଛି। ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ସମସ୍ତଙ୍କୁ ରାଜନୈତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାର ସ୍ୱାଧୀନତା ଅଛି। ସ୍ୱାତନ୍ତ୍ର୍ୟ କୁହାଯାଏ। ତାହାକୁ ରାଜନୈତିକ ସ୍ୱତନ୍ତ୍ର ବୋଲି କୁହାଯାଏ। ଗଣତନ୍ତ୍ର ଶାସନରେ ରାଷ୍ଟ୍ର ପରିଚାଳନା କ୍ଷେତ୍ରରେ ନାଗରିକମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥାନ୍ତି। ସମସ୍ତ ନାଗରିକ ସମସ୍ତ ପ୍ରକାର ରାଜନୈତିକ ଅଧିକାର ପାଇଥାନ୍ତି। ଯେଭଳି ମତଦାନ କରିବା ହେଲା, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ହେଲା, ଅଧିକାର ସ୍ୱାଧୀନ ମତବ୍ୟକ୍ତ କରିବା ହେଲା କି ସରକାରକୁ ସମାଲୋଚନା କରିବା, ଅଧିକାର ସଂଘ ଗଠିତ କରିବାରେ ଅଧିକାର ଇତ୍ୟାଦି ଉପଭୋଗ କରିଥାନ୍ତି। ଜନମତ ଦ୍ୱାରା ସାମ୍ବିଧାନିକ ଉପାୟରେ ସରକାର ପରିବର୍ତ୍ତନ। ଜନସାଧାରଣ ଏଠାରେ ନିୟମିତ ସମୟ ବ୍ୟବଧାନରେ ସରକାର ଜନମତ ସାମ୍ବିଧାନିକ ଉପାୟରେ ପରିବର୍ତ୍ତନ ଘଟିଥାଏ। ସରକାର ପତନ ଘଟାଇବା ପାଇଁ ହିଂସାତ୍ମକ ଆଚରଣ ଦେଖାଯାଏ ନାହିଁ। ଶାସନ ସମ୍ବିଧାନ ଦ୍ୱାରା ପରିଚାଳିତ ହୋଇଥାଏ। ପରବର୍ତ୍ତୀ ଭିଡ଼ିଓରେ ଆମେ ଦେଖିବା ଗଣତନ୍ତ୍ର ସୁଗୁଣ ଦୁର୍ଗୁଣ ତଥା ଅନ୍ୟ ଗୋଟିଏ ସମ୍ପର୍କରେ। ଆଜିର ଭିଡ଼ିଓ ବେଶୀ ଦୀର୍ଘ ହୋଇଯାଇଛି, ତେଣୁ ଆମେ ଏଠାରେ ରହିବା।